ମୋ ନାଁ ରାଣୀମା ମଲ୍ଲିକ ଆଉ ମାଦିନାଟ ଆମର ମାଦିନାଟ ଆଉ ସେ ଭାଇ ତ ଆସିଥିଲେ ସେ ଲୋନ୍ ବାଲା ଆସିଥିଲେ ଭାଇ ଆଉ ଇଏ ସକାଳୁ 10ଟାରୁ ଆସିଥିଲା ଲୋକମାନେ ସନ୍ଧ୍ୟା 6ଟା ନା 7ଟା ହେଇଥିଲା ହଁ 7ଟା ହେଇଥିଲା ସେଇଟେ ସିଏ ଧାଇଁକି ତାକୁ ବାଡ଼େଇଲା ବାପାକୁ ଆଉ ରକ୍ତ ବାହାରିଲାକୁ ସିଏ ଦେଖି ନଥିଲା ମରୁ କହିକି ସେ ପିଟିକି ପଳେଇବି କହିକି ଭାବୁଥିଲା ଯେ ଲୋକମାନେ ସମସ୍ତେ ଧରିକି ତାକୁ ପିଟିଲେ। କୋଉ କମ୍ପାନୀର ଫାଇନାନ୍ସ କମ୍ପାନୀ? ସେଟା ପିୟୁଜନ ସାର୍ ଆସିକି ତାକୁ ବାପାକୁ ବାଡ଼େଇ ଦେଲେ। ଏବେ କେମିତି ଅଛି ସେ ତାଙ୍କ ଦେହ ଭଲ ଅଛି କି ବାପା ଭାଇ? ସେଇଟା ମୁଣ୍ଡ ସବୁ ଫାଟି ଯାଇଛି ଆଉ ମୁଣ୍ଡ ଫାଟିକି ରକ୍ତ କେତେ ଯାଉଛି ବଡ଼ ଇଏ କେତେ ଚେକା ଚେକା ରକ୍ତ ବାହାରୁଛି ଆଉ। ଏବେ କୋଉଠି ଅଛନ୍ତି? ଏବେ ବ୍ରହ୍ମପୁର ନା କ'ଣ ଅଛ ଫୁଲବାଣୀ ଥିବ। ସାର୍ ମୋର ନାଁ ଅମ୍ବତୀ ମଲ୍ଲିକ ଗାଁ ମାଦିନାଟ। ଏମିତି ଲୋନ୍ ବାଲା ଆସିକି ଆମକୁ ଦିନ ନାହିଁ ରାତି ନାହିଁ ଏମିତି 24 ଘଣ୍ଟା ଜଗିକି ରହୁଛି ଆଉ ରାତିରେ ଏମିତି ମାଆମାନଙ୍କୁ ସବୁ ହଇରାଣ କରୁଛି। ମାଆମାନଙ୍କୁ ଆଜି କାଲି ଯେ ଆସିଥିଲେ ସେମାନେ ସେ ନାନୀକୁ ଇଏ ଧରିକି ଆଥରେ ଧରିକି ଇଆଡ଼େ ସିଆଡ଼େ ବୁଲାଚୁଲା ସବୁ କରିଛନ୍ତି ଆଉ ସେମିତି ହେଇକି ସେ ନାନୀକୁ ପାଇଲା ନାହିଁ ବୋଲିକି ସେ ବାପାକୁ ମାରିଦେଇଛି। ସଦାବେଳେ ଏଇଟା କରୁଛି। ଆଉ ଗୋଟେ ଦିନ ଆମ ଘରେ ଲୋକ ମଦ ପିଇଥିଲେ ସେ ଆଉ ଠେଲାଠେଲି କରିଦେଲେ ସେଦିନ ମାରିଥାନ୍ତା କିଛି ବି କହିଲା ନାହିଁ ଆଉ ଖାଲି ବାପାକୁ ମାରିଦେଇକି ଗଲେ। ଇଏ ଛାଡ଼ ହେବାର ହବ ଭାଇ। ଆମେ ଏତିକି ବାନ୍ଧିଲେ ବି ବାନ୍ଧୁ ନାହିଁ ବୋଲିକି ସେ ସଦାବେଳେ ଆଇବ କହିଲେ ଆମେ କୁଆଡ଼ୁ ଆଣିଯିବୁ ଆମର ଦେହ ଖରାପ ଥିବ ସେତେବେଳେ ବି ଦିଅ ତମେ ଆଣିଛୁ କହିଲେ ଦିଅ ବୋଲିକି ଆମକୁ ଏମିତି ମାଗୁଛୁ ଜବରଦସ୍ତି କରି। ଆମେ ଥିଲେ ତ ଦେବୁ ଆମେ ମାସ ସାରା ବାନ୍ଧୁଛୁ ସେ ବାନ୍ଧିଲେ ବି ଆଉ ଦିଅ ଏକା ଆଜି ଦେବୁ ନାହିଁ କହିଲେ ତୋତେ ବାଲିଗୁଡ଼ା ନେବି ବୋଲିକି ନେଉଥିଲା କାଲି ନାନୀ ସିଏ ଧରି ପାଇଲା ନାହିଁ ବୋଲି ନେଲା ନାହିଁ ନହେଲେ ନେଇଥାନ୍ତି। ମୁଁ ଦୟାନିଧି ମଲ୍ଲିକ ପଟିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ। କାଲି ମୁଁ 7ଟା ବେଳେ ପାଖାପାଖି 7ଟା ହେଉଥିଲା ମୁଁ ଗାଁକୁ ଯାଉଥିଲି ଫେରୁଥିଲି ସେହି ସମୟରେ ଜଣେ ଲୋକ ଯିଏ ବାଲିଗୁଡ଼ାର ବୋଲି କହୁଥିଲେ ଯେଉଁ ଫାଇନାନ୍ସ ଡିପାର୍ଟମେଣ୍ଟରୁ ଯେଉଁ କ'ଣ ପଇସା ପତ୍ର ଯେଉଁ ଦିଅନ୍ତି ଆଉ ତାକୁ କଲେକ୍ସନ୍ କରନ୍ତି ଯାହା ମୁଁ ଜାଣିବାକୁ ପାଇଲି ସେ କଲେକ୍ସନ୍ କରିବା ପାଇଁ କ'ଣ ଆସିଥିଲା ଆଉ ଯେତେବେଳେ ସେ ଦେବା ପାଇଁ ମାନେ ପଇସା ପତ୍ର ନାହିଁ ବର୍ତ୍ତମାନ ବୋଲି କହିଲାକୁ ତାକୁ କାଠ ଫାଳିଆରେ ତାକୁ ବାଡ଼େଇଲା ଆଉ ତା ବ୍ଲିଡ଼ିଂ ବି ହେଉଥିଲା। ସେ ସମୟରେ ତା କଲର୍ ଧରିକି ତାକୁ ଝିକା ଟଣା ଉଟରା କରୁଥିଲା କାଠ ଫାଳିଆ ବି ସେ ଧରିଥିଲା। ମୋ ପାଖରେ ଭିଡ଼ିଓ ରେକର୍ଡ଼ିଂ ବି ଅଛି। ତ ମୋର କହିବା କଥା ଯେ ଏଇଟା ସେଡ୍ୟୁଲ୍ ଏରିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନିରୀହ ଲୋକ ଏଠି ବସବାସ କରନ୍ତି। ତ ଯେଉଁମାନେ ପଇସା ପତ୍ର ଦେଉଛନ୍ତି କଲେକ୍ସନ୍ କରିବାଟା 6ଟା ପରେ ବି ହୁଏ କି ଏଇଟା କେଉଁ ଗାଇଡ଼ଲାଇନ୍ ଅନୁସାରେ ହୁଏ କେଉଁ ନିୟମରେ ହୁଏ କେଉଁ ସମ୍ବିଧାନରେ ଏଭଳି ଲେଖା ହେଇଛି ମୁଁ କିଛି ଜାଣିପାରୁନାହିଁ। ତାପରେ ଧନଜୀବନ ପ୍ରତି ବିପଦ ହେଉନାହିଁ କି ଜଣେ ଲୋକ 7ଟା ବେଳକୁ ଜଣେ ଲୋକଙ୍କର ଜୀବନ ପ୍ରତି ବିପଦ ଆସୁଛି ଜଣେ କାଠ ଫାଳିଆରେ ବାଡ଼େଇ ଦେଉଛି ତାର ବ୍ଲିଡ଼ିଂ ହେଉଛି। ତ ଏଇଟା କେଡ଼େ ବଡ଼ ବିପଜ୍ଜନକ ବିଷୟ ଏବଂ କେଡ଼େ ବଡ଼ ମାନେ ଅମାନବୀୟ ବିଷୟ। ତେଣୁ ମୁଁ ନିବେଦନ କରିବି ସରକାରଙ୍କୁ ଏବଂ ପୁଲିସ ପ୍ରଶାସନକୁ ଏଭଳି ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯେ ଫର୍ଦର ଏଭଳି ଆକ୍ଟିଭିଟି ଗୁଡ଼ାକ ମାନେ ପ୍ରତି ଗୁରୁତ୍ୱ ଦିଆଯାଉ। ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ମୁଁ ନିବେଦନ କରିବି ସରକାରଙ୍କୁ ବି ନିବେଦନ କରିବି ଏଭଳି କାର୍ଯ୍ୟ ଯେମିତି ଆଗାମୀ ଦିନରେ ନ ହେବ। କାରଣ ଆପଣମାନେ ଜାଣିଛନ୍ତି ନିରୀହ ଲୋକ ଆମ ଲୋକମାନଙ୍କୁ ଯାହା କହିଲେ ବି କାରଣ ଯେହେତୁ ଅଭାବ ଅନଟନରେ ବଞ୍ଚୁଛନ୍ତି ଲୋକ ତ ସେହି ସମୟରେ ଯେ ପଇସା ପତ୍ର ଦେବେ ଏବଂ ମାନେ ରାତି ଅଧରେ 7ଟା 8ଟା ପରେ ଯାଇକରି ତାଙ୍କୁ ଜୁଲୁମ କରିବେ ଗୁଣ୍ଡାଗିରି କରିବେ ଦାଦାଗିରି କରିବେ ଏଭଳି କରିବା ଏଇଟା ନିୟମ ସଙ୍ଗତ ନୁହେଁ। ତେଣୁ ଏଭଳି ଦୁର୍ବୃତ୍ତମାନଙ୍କ ଉପରେ ଏଭଳି କାମ ନିଭାଉଥିବା ଲୋକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଧନ୍ୟବାଦ। दर्शक बंधु जदि आम खबर भिडियोटी आपको भल लगी थाए तेबे आम चैनल को सब्सक्राइब फॉलो एवं लाइक करने पाई बिल्कुल भी भूलु नहीं। हाँ दर्शक बंधु आपण अन्य बंधु मानक शेयर निहाती करंतु। धन्यवाद। नमस्कार।